ବର୍ତ୍ତମାନ ଯାହା ସୂଚନା ମିଳୁଛି, ସୁରକ୍ଷା ବଳ ଭାଙ୍ଗି ବିରାଟ କୋହଲିଙ୍କୁ ଭେଟିବାକୁ ପଡ଼ିଆରେ ପହଞ୍ଚିଲେ ପ୍ରଶଂସକ। ସୂଚନା ଅନୁସାରେ ବିରାଟ କୋହଲି 13 ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ କ୍ରିକେଟ ଷ୍ଟାଡିୟମରେ ରଣଜୀ ମ୍ୟାଚରେ ଦିଲ୍ଲୀ ଏବଂ ରେଳବାଇ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଦିଲ୍ଲୀର ଅଧିନାୟକ ଆୟୁଷ ବାଡନି ଟସ୍ ଜିତି ରେଳବାଇକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲେ। ଲାଇଭ୍ ମ୍ୟାଚ୍ ସମୟରେ ଜଣେ ବ୍ୟକ୍ତି ପଡ୍ରା ଭିତରକୁ ଦୌଡ଼ି ଆସି ବିରାଟ କୋହଲିଙ୍କ ପାଖକୁ ଦୌଡ଼ିବାକୁ ଲାଗିଲେ। ଏହି ବ୍ୟକ୍ତିଙ୍କୁ ଗ୍ରାଉଣ୍ଡ ମଝିରେ ଦୌଡ଼ୁଥିବାର ଦେଖି ଫିଲ୍ଡରମାନେ ନିଜ ନିଜ ସ୍ଥାନରେ ଅଟକି ଗଲେ। ଆଉ କ'ଣ ଘଟୁଛି ଦେଖିବା ପାଇଁ ସେ ଠିଆ ହେଲେ। ବ୍ୟାଟ୍ସମ୍ୟାନ୍ ମଧ୍ୟ ସେହି ବ୍ୟକ୍ତି ଆଡ଼କୁ ଚାହିଁବାକୁ ଲାଗିଲେ। ଖେଳଟି କିଛି ସମୟ ପାଇଁ ବନ୍ଦ ହୋଇଗଲା। ତାପରେ ଦୌଡ଼ୁଥିବା ବ୍ୟକ୍ତି ଜଣକ ଯାଇ କୋହଲିଙ୍କ ପାଦ ତଳେ ପଡ଼ିଗଲେ। ତାପରେ ସୁରକ୍ଷା କର୍ମୀମାନେ ତାଙ୍କୁ କୋହଲିଙ୍କ ଠାରୁ ଅଲଗା କରିଦେଲେ। ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବରେ ରଖାଯାଇଛି ଯେ ଜଣେ ବ୍ୟକ୍ତି ବିରାଟ କୋହଲିଙ୍କ ପାଖକୁ ଦୌଡ଼ି ଆସି ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ ପାଦ ତଳେ ପଡ଼ି ଯାଉଛନ୍ତି। ଏହାପରେ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଉଛି। ସୁରକ୍ଷା କର୍ମୀମାନେ ଆସି ତାଙ୍କୁ ବାହାରକୁ ନେଇ ଯାଉଥିଲେ। ଏହି ସମୟରେ ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳି ଏବଂ ଅମ୍ପାୟାର ତାଙ୍କୁ ଦେଖିବା ଆରମ୍ଭ କରିଥିଲେ।